ତମେ ସଜବାଜ ହବ ତାହେଲେ ମଧ୍ୟ ସବୁବେଳେ ସିଆ କିଛି କରିବେ ଦେ ଦେ के तू भी पीबू निशा हिया हेले नहीं माती जीवे हेले मत नहीं मातबे तो रोसी गारे मत रसिगार मातन केमती से गोटे हाथ रे बुझुचंती गोटे हाथ रे छुरी हरि बोल हरि बोल यारे पूरा लोक केते भिड़ होइछंती देखंतु महादीप देखिबा ପାଇଁ बहुत भिड़ हाय फ्रेंड्स मु आसीगली आपण पाखक आउ एक नुआ ब्लॉग वीडियो रे आपण माने केमती अछंती भलरे अछंती तो आज होची महाशिवरात्रि रे मु एबे जाउची के13 मंदिर को आमर सेठी निजर मंदिर अछि प्रत्येक वर्ष सेठी आमे जागर जाली थाउ जागर जाली की आमे राति सारा महादीप उठिला पर्यंत आमे सेठू हलु नै महादीप उठी सारला परे जाई की आमे तापरे समस्ते जाई की रूम रे सु पुणी सखाळे आसीकी पूजा कर तेबे मु आशा करुँची आपण समस्ते भलरे थिबे बोलिकी आउ मु एतिकी मु प्रार्थना करुँची महादेव आज शिवरात्रि दिन रे कि मोर जेतिकी फ्रेंड अछंती समस्ते भलरे थांतु आउ भलरे रुहंतु तो मु एबे बाहरी ची केथाटिंग को आपण देखि पारथबे मु आधा रास्ता रे एबे पहुंची घर ऑलरेडी बाहरी जाईची मु बिचाकुंडी रोड रे छिडा हेची ए देखि पारथबे ये होची रोड बिचाकुंडी आउ टिके हेले पहुंचीबी मु तो चलतु आज देखा के13 मंदिर महाशिवरात्रि दृश्य आउ महादीपर दृश्य चलतु देखा फ्रेंड्स मु एबे अछि एचकुआरी रे एचकुआरी होची एक्चुअली एटा जगाटा एक्चुअली तार ना होची एचकुआरी कहीं ना एपटे अच्छी आमर टिस्कोर माइन्स एपटे देखते ये डंप अच्छी से भीतर को पूरा टिस्कोर माइन्स अच्छी आ माइन्स अनुसार यार ऑलरेडी ना हो एचकुआरी तो एक्चुअली जोड़ारू आमर केथाटिंग पड़ मिनिमम 7 किलोमीटर 7 किलोमीटर भितर अच्छी केथाटिंग बिचाकुंडी तलटा ऑलरेडी मु बिचाकुंडी बाहरी की पड़े आसे आउ अल्प रहा मात्र एठू आउ मैक्सिमम 1 किलोमीटर हम तो चलतु नदी मंदिर एवं महाशिवरात्रि पूजा देखा एवं महाप्रभु महाकाल को दर्शन करवा तो चलतु स्टार्ट करवा आमे मंदिर को पहुँची जाइए मंदिर रे पूजा स्टार्ट हो जाइए मुझे लेट हो जाइए तो
ଏବେ ଘର୍ଷଣ ଚାଲିଛି। ଚାଲନ୍ତୁ ଦେଖିବା ଘର୍ଷଣ ଦୃଶ୍ୟ, ତାପରେ ଠାକୁରଙ୍କର ଗାଧେଇବା ଦୃଶ୍ୟ, ତାପରେ ରୁଦ୍ରା ଅଭିଷେକର ପୂଜା। ଚାଲ। এটা ঘিওটা মরা হচ্ছে না না তেলটা? ତେଲ କୋଉ ତେଲ ସେ? ଗାଧୁଆ ଫାଧୁଆ ସବୁ ହେଇଗଲା, ସଜବାଜ ହେବେ ଏବେ ଆଉ ନାଇଁ? ହଁ ତମେ ସଜବାଜ ହବ, ତେଲ ବାଜ ସବୁବେଳେ ସିଆ କିଛି କରିବେ। ଦେ ଆପଣ ଦେଖିପାରୁଥିବେ ଏବେ ମୁଁ ମନ୍ଦିରରେ ଅଛି। ରୁଦ୍ରା ଅଭିଷେକର ପୂଜା ଚାଲିଛି। ଘର୍ଷଣ ପୂଜା ସରିଗଲା, ଘର୍ଷଣ ସରିଲା, ତାଙ୍କର ସବୁ ମାନେ ଗାଧୁଆ ପାଧୁଆ ଯୋଉ ଠାକୁର କରନ୍ତି ସେଇ ହିସାବରେ ବହୁତ ସୁନ୍ଦର ଭାବରେ ଗାଧୁଆ ପାଧୁଆ ସବୁ ହେଇଗଲା ପରେ ଏବେ ରୁଦ୍ରା ଅଭିଷେକ ପୂଜା ଷ୍ଟାର୍ଟ ହେଇଯାଇଛି। ତ ଚାଲନ୍ତୁ ଦେଖିବା। ଏବେ ଆମେ ରୁଦ୍ରା ଅଭିଷେକର ପୂଜା, ଏଇ ସଜ ହଉଛନ୍ତି ଏବେ ଠାକୁର, ବହୁତ ସୁନ୍ଦର ଭାବରେ ସଜ ହେବେ। ଜ୍ଞାନ ପ୍ରଦଙ୍କୁଦେବାସଂ ବିଲ୍ୱପତ୍ର ଶିବାରପଂ ବାସୁଦେବ୍ୟାରଂ କୁଚ ଲୋକାනුଗ୍ରହ କାरणଂ ଜ୍ଞାନପରୋକେକ ଶଙ୍କରଂ ସୁଦମ। ନିଶା ହବ ନିଶା ହୁଏନି? ନା ସେ ଭାଙ୍ଗ ନା ଭାଙ୍ଗ ବାଟିଥିଲି ଏତେ ଖବର କେତେ ମିଶେଇ? ହେଁ ନିଶା ହବ ନାହିଁ ତ? ମୁଁ ଗିଲାସ ପିଇ ଦଉଛି ଆଉ। ଠାକୁରଙ୍କର ଚଢିଥିଲା ଭାଙ୍ଗ, ଆଉ ମାନେ ସେ ତାଙ୍କର ପ୍ରସାଦ ଆକ୍ଚୁଆଲି ସେଇଟା ସବୁ ଆଣିକି ଏଇଠି ରଖା ହେଇଛି। ଏଇଠି ସବୁ ଅଛି, ଆଉ ବହୁତ ସୁନ୍ଦର, ବହୁତ ଟେଷ୍ଟ। ରସଗୋଲା ଠୁ ବି ବହୁତ ଟେଷ୍ଟ, ମାନେ ବହୁତ ମିଠା। ସମସ୍ତେ ପିଉଛନ୍ତି, ଟେଷ୍ଟ ଭଲ ଲାଗୁଛି, ବଢିଆ ଲାଗୁଛି। ମିଠା ମିଠା ଭଲ ଲାଗୁଛି ହେଲା, ରସଗୋଲା ଟାଇପ ଲାଗୁଛି, ରସଗୋଲା ଟାଇପ ଲାଗୁଛି। ହଁ ଆଉ ନାଇଁ ନା, ଆଉ ଗିଲାସ ପିଅ, ଆଣ 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 ଆଣ, ଆଉ ଟିକେ ପିଇ ଦିଅ ଆସ। ଆରେ ଭଲ ତୁ ବି ପିଇବୁ? ନିଶା ହିଆ ହେଲେ ନାଇଁ ହିଆ ମାତି ଯିବେ ହେଲେ ନାଇଁ ମତେ ନାଇଁ ମାତବେ ତ? ରୋଷେଇଘରେ ମାତ ରସିଗାର ମାତନ ଆଉ ଏଗା ବି ଭାଙ୍ଗା ଭାଙ୍ଗ ନାଇଁ ଆଉ କି ଗା? ଏଗା ଦେଖ ଏଗା ଭାଙ୍ଗା ଏଗା ଏଠି ଭାଙ୍ଗ ମିଶଛି। ମାତବେ ହେଲେ ମୋର ଦୋଷ ନାହିଁ। ହଁ ଦଉଛେ তোকে ହେଲା, ଦେ ବେଶୀ ପିଇବେ ନାଇଁ ବେ, ମାତି ଯିବେ। এটা গ্লাস ধর। ଆଡୁ নে ନମସ୍କାର। ଏବେ ପ୍ରୋଗ୍ରାମ ସବୁ ପୂଜା ସରିଲା ବର୍ତ୍ତମାନ ପାଇଁ ଆଜି ମହାଶିବରାତ୍ରି। ଆଜି ଆମ ବାବା ରାମେଶ୍ୱରଙ୍କର ଆଜି 18ତମ ଶିବରାତ୍ରି ଉତ୍ସବ ପାଳନ କରାହଉଛି। ଏଟା 18ତମ ଶିବରାତ୍ରି ଉତ୍ସବ। 18 ବର୍ଷ ମନ୍ଦିର ସ୍ଥାପନା, ଶିବରାତ୍ରି 18 ବର୍ଷ ଶିବରାତ୍ରି ପଦାର୍ପଣ କରିଛି। ବୃନ୍ଦ ଆଜି ସମସ୍ତେ ଆନନ୍ଦ। ଆଉ ବର୍ତ୍ତମାନ ପାଇଁ ଶିବଙ୍କର ପ୍ରଥମ ପ୍ରାରମ୍ଭିକ ପୂଜା ସରିଯାଇଛି। ଆମର ସୂର୍ଯ୍ୟ ପୂଜା, ଚତୁର୍ଦେବତା ବା ପାର୍ଶ୍ୱ ପୂଜା, ତାପରେ ଆମର ଅଭିଷେକ ମହାରୁଦ୍ରାଭିଷେକ ସରିଯାଇଛି। ତାପରେ ଆମର ଠାକୁରଙ୍କର ବଡ଼ସିଂହାର ବେଶ ଚାଲିଛି ବର୍ତ୍ତମାନ ପାଇଁ। ତାପରେ ନୀତିରୀତି ଅନୁଯାୟୀ ଠାକୁରଙ୍କ ପାଖରେ ଯଥାଶକ୍ତି ପର୍ଯ୍ୟାୟ ପୂଜା ହବ, ଯେ କି ପ୍ରଥମ ପର୍ଯ୍ୟାୟ, ଦ୍ୱିତୀୟ ପର୍ଯ୍ୟାୟ, ତୃତୀୟ, ଚତୁର୍ଥ, ଚତୁଃପ୍ରହରୀ ପୂଜା ଅଛି। ପୂଜା ପରେ ଆମର ନିର୍ଦ୍ଧାରିତ ସମୟ ଅନୁସାରେ ମହାଦୀପ ରାତି 10ଟା ସମୟରେ ମନ୍ଦିର ଉପରକୁ ଉଠିବ। 10ଟା ଟାଇମ ଅଛି ନା? ରାତି 10ଟା, ରାତି 10ଟାରେ ମହାଦୀପ ଠାକୁରଙ୍କର ଉପରକୁ ଉଠିବ। ତେଣୁକରି ଜନସମୂହ ସମସ୍ତେ ଆସିକି ପହଞ୍ଚିବେ ଏଠି। ଆଉ ଧନ୍ୟବାଦ।
ନନା ତେବେ କହୁଥିଲେ ଏବେ କେମିତି କଣ ପୂଜା ହେବ ତାପରେ ଏବେ ରୁଦ୍ରାଭିଷେକ ପୂଜା ସରିଯାଇଛି ସନ୍ଧ୍ୟାରେ 10ଟା ବେଳେ ମହାଦୀପ ଉଠିବ ବୋଲି କହୁଛନ୍ତି ଆଉ ମହାଦୀପ ଦୃଶ୍ୟର ମୁଁ ଆପଣଙ୍କୁ ଦେଖେଇବି ବହୁତ ସୁନ୍ଦର ଭାବରେ ଆମର ପ୍ରତ୍ୟେକ ବର୍ଷ ଏଇଠି ପାଳନ ହେଇ ଆସୁଅଛି ତ ସନ୍ଧ୍ୟା ବେଳେ ଆମେ ଦେଖିବା ମହାଦୀପ ଧୁଆ ଚାଲିଛି ରାତିରେ ଯେଉଁ ଜାଗର ଜଳା ହେବ ଦୀପ ଜଳିବୁ ତାର ଦୀପ ଏଇଠି ଅଛି ଏବେ ଧୁଆ ଚାଲିଛି ଏଗୁଡ଼ା ସବୁ ଧୁଆ ହେଇକି ରେଡ଼ି ହେଉଛି ସେଇଠି ଆହୁରି ଧୂପ ଅଛି 108 ଦୀପ ଗୋଟେ ଜଳିବ ଆଉ ଆରଗା ସେଙ୍ଗେଲ ଜଳିବ ସବୁ ଧୁଆ ସରିଲାନି ଆଉ ଅଳ୍ପ ଅଛି ମୁଁ ବି ଟିକେ ହେଲ୍ପ କରିଦେବି ଏବେ 2 ଜଣକୁ ଧୋଇଦେବୁ ମାଉସୀ ସହିତ ରୁଦ୍ରାଭିଷେକ ପୂଜା ସରିଯାଇଛି ସରି ସାରିଲା ପରେ ଠାକୁରକୁ କେତେ ସୁନ୍ଦର ସଜା ହେଇଛି ଚାଲନ୍ତୁ ଆମେ ଦେଖିବା ଟିକେ ଠାକୁର କେତେ ସୁନ୍ଦର ଦେଖାଯାଉଛନ୍ତି ଚାଲନ୍ତୁ ବହୁତ ସୁନ୍ଦର ଦେଖାଯାଉଛନ୍ତି फ्रेंड्स जणेबे मते ठाकुर केते सुंदर देखा जाउछन मते टिके कहंतु एतिकी सुंदर केते सुंदर सहिजंती नना ये रूपार मुकुट रूपार टिकिली ए सब ये हेजंती आ रूपार मुह सब तैयारी हेची ठाकुरंकर बहुत बढ़िया देखा जाउछन ठाकुर जय महाकाल तेबे आपण मते कमेंट करिकि जणेबे हम ठाकुर केते सुंदर देखा जाउछंती जदि भल देखा जाउथे आपनको पसंद हेतबो तबे आपण कमेंट करी जय महाकाल लिखिबे मंदिर रो सब पूजा सार देलु एबे सार देकी एबे मु जाउची घर को घर संध्या रे पुनी दीप जळा हबो जागर जाळीबा जागर जाळी की देखैबी केमती जागर जागड़ा हुए बहुत भिड हुअंती एक्चुअली ए वर्ष केते भिड हेबो मु कहि पारुनी किंतु भिड तो प्रबल हुअंती तो ठीक अछि संध्या रे पुनी देखैबी आपनको फाइनाली आमे मंदिर को पहुंची आसु संध्या बळे एबे आमे पहुंची छी केथाटिंग मंदिर तो चलतु एबे देखिबा केथाटिंग मंदिर रो केमती जागर जालुचंती समस्त सब भक्त केमती आछंती लेडीज जेन समस्त को आपन को देखैबी बहुत मजा आसीबो चलन देखिबा एई देखंतु केते सुंदर हमर एइठी एक्चुअली 216 दीप जळी छी एइथिरे एइथिरे होउची हमर 108 एठी मां लगै छी मां बापा लगै छथि एठी मामू माई लगै छी एठी सब छुआ माने सब अपेक्षा करछन्ते ए तळे जो दिया है खुचरा पैसा नेबा पय एठी सब अपेक्षा रे अछथि केते बळे दीप लिखिबो जदी आमे नै दिजे एई देखंतु हमर केथाटिंगर सब लेडीज ए पटे बसछन्ति आ जेंट्स आर पटे बसछन्ति म आपन को देखौ ए देखंतु एठी लेडीज अछि आ एबे समस्त गोटे गोटे लाइन रे बसछन्ति यार पूरा पड़े जे आर बहुत लोग आछन्ति आसी ना जे हमर किसान समाज यार अछि हमर रंजित दादा तापर हेतुआ समस्त बहुत सुंदर এই তো পৌঁছিল 6টাରୁ এইটা ଶୁଣାଅ ଠାକୁର ସିଓର ପୂରଣ କରମେ ନା ଠାକୁରକୁ ବହୁତ ବିଶ୍ୱାସ ହର ହର ମହାଦେବ ଜୟ ମହାକାଳ चतुर्थ प्रहर पूजा चली भीतर बसुँच मामू माई सैड नना बस भितर आठी पिंटू नाना बाहर बस सब मंत्र पाठ हो बसिक माइक्रोफोन भितर चलती चतुर्थ प्रहर पूजा यही देखुं ये नना कौन कह होम करने रेडी कर काठ फाठ सब रेडी हे होम हे पूजा सर आरती हे आरती पर ये होम हे होम हो सारा महादीप उठा हे ये आम सब दीप फीप जलुच लाइन रे माँ मैंने बस सब दीप अच्छी देखी पार्थ लाइन
ଏବେ ଆମର ଚତୁର୍ଥ ପ୍ରହର ପୂଜା କରିବା ଷ୍ଟାର୍ଟ ହେଇଯାଇଛି, ଆଉ ଅଳ୍ପ ହେଲେ ସରିଯିବ, ଶେଷ ହେଇଯିବ। ଶେଷ ହେଇ ସାରିଲା ପରେ ହୋମ ହେବ, ହୋମ ହେଇ ସାରିଲା ପରେ ତାପରେ ଆରତି ହେଇକି ମହାଦୀପ ଉଠିବ ଏଇ ମନ୍ଦିର ଉପରକୁ। ଏଇ ଦେଖନ୍ତୁ, ଏଇ ଉପରକୁ ସିଢି ଲଗେଇକି ଉଠିବେ, ଏତିକି ଉଞ୍ଚା ମନ୍ଦିରରେ ସେଇ ଉପରେ ଜଳିବ ମହାଦୀପ। ଆମର ଦୀପ ଜଳି ଜଳିକି ଲିଭିଗଲାନି, ଆଉ ଅଳ୍ପ ହେଲେ ଲିଭିବ। ମୁଁ ଭିତରୁ କହିପାରୁନି କାହିଁକି ନା ଭିତରେ ବହୁତ ସାଉଣ୍ଡ ହଉଛି। ଏଇଠି ବକ୍ସ ଲାଗିଛି, ମାଇକ୍ ଲାଗିଛି, ଆଉ ମାଇକ୍ ରେ ସିଆଡେ ମନ୍ତ୍ର ପାଠ କରିବା ସହିତ ସିଆଡେ ମାନେ ଭଜନ ଗାଉଛନ୍ତି ସମସ୍ତେ। ତ କୋଉଠି ଶୁଣାଯିବ ଆଉ, ପୁରା କ୍ରାଉଡ ବହୁତ ସାଉଣ୍ଡ ଅଛି। ସେଇଥିପାଇଁ ବାହାରକୁ ଏବେ ଟିକେ ବନ୍ଦ ହେଇଛି, କେମିତି ଶୁଣା ଯାଉଛି କଣ। ଏବେ ମହାଦୀପ ଉଠିବାର ସମୟ ହେଇଯାଇଛି ଅଲରେଡି। ମହାଦୀପ ଏବେ ଉଠିବା ଷ୍ଟାର୍ଟ ହେଇଯିବ। ମୁଁ ଏବେ ଲୋକମାନଙ୍କୁ କହୁଛି ଟିକେ ଏମାନେ ସାଇଡ୍ ହେଇଯାଆନ୍ତୁ। ତୁମେ ଉଠେଇ ଦିଅରେ, ଏଠି ରାସ୍ତା ଟିକେ ଖାଲି କର, ଏଠି ସମସ୍ତେ ଚାଲି ଚାଲିକି ଯିବେ। ନନା ସବୁ ବ୍ୟବସ୍ଥାରେ ଯାଉଛନ୍ତି, ସେ ଏବେ ଭିତରକୁ ଗଲେଣି। ଏବେ ଷ୍ଟାର୍ଟ ହେଇଯିବ ମହାଦୀପ ଉଠିବାର। କୀର୍ତ୍ତନ ଚାଲନ୍ତୁ, ରେଡି ହେଇଯାଆନ୍ତୁ। ମହାପ୍ରଭୁ ମହାକାଳଙ୍କର ଏବେ ମହାଦୀପ ଉଠିବ। ଜୟ ମହାକାଳ। ଦୁଃଖ ପଡ଼ିଥିଲେ ବାବୁ ଶିବ ମନ୍ଦିରକୁ ଯିବୁ, ଦୁଃଖ ପଡ଼ିଥିଲେ ବାବୁ ଶିବ ମନ୍ଦିରକୁ ଯିବୁ, ଦୀପ ଜାଳିବୁ ଶିବଙ୍କ ମଥାରେ ପାଣି ଢାଳିବୁ, ବୃଷଭ କାନରେ ମନ କଥା ତୋର ଚୁପି ଚୁପି କହିଦବୁ ରେ, ଚୁପି ଚୁପି କହିଦବୁ। ଦୁଃଖ ପଡ଼ିଥିଲେ ବାବୁ ଶିବ ଟୁସୁ ନନା ଉପରେ ଅଛନ୍ତି। ଏବେ ସେ ଅଲରେଡି ଚଢି ଯାଇଛନ୍ତି, ଆଉ ପିଣ୍ଟୁ ନନା ସେ ବୁଲିକି ଚଢୁଛନ୍ତି। କେମିତି ସେ ଗୋଟେ ହାତରେ ବୁଲୁଛନ୍ତି, ଗୋଟେ ହାତରେ ଇଆଡେ ପୁରା ଲୋକ କେତେ ଭିଡ ହେଇଛନ୍ତି ଦେଖନ୍ତୁ। ମହାଦୀପ ଦେଖିବା ପାଇଁ ବହୁତ ଭିଡ। ଏଇ ଦେଖିପାରୁଥିବେ ଆପଣ ମାନେ କେତେ ଭିଡ। ଟୋଟାଲ ଏଇ ଆମର ଯେତିକି ଇଏରେ ଅଛି, କେଥାଟିରେ ଯେତିକି ଲୋକ ଅଛନ୍ତି, ପ୍ରାୟତଃ ଏଇଠି ସମସ୍ତେ ଆସି ପୂଜା କରନ୍ତି। ଆଉ ଏଇଟା ଗୋଟେ କେବଳ ମନ୍ଦିର। ଏ ଦେଖିପାରୁଥିବେ ଆପଣ, ମହାଦୀପ ଉଠିଗଲା ଏବେ ଉପରକୁ। ଜୟ ମହାକାଳ, ହରି ବୋଲ। ମୁଁ ଚିଣି ପାରୁନି ସମସ୍ତଙ୍କ ଉପରୁ ଚାଉଳ ସମସ୍ତଙ୍କ ମୁଣ୍ଡ ଉପରକୁ ଫିଙ୍ଗିଲେ। ଯିଏ ଯେତିକି କୁଢେଇ ପାରିଲା କୁଢେଇଲେ। କୁଢେଇ ସାରିକିରି ଏବେ ସରିଗଲା, ମହାଦୀପ ଉଠିଗଲା। ଖାଲି
ମାମା ଭିଡ଼ିଓ କଲ୍ରେ କଥା ହେଉଛି ଏଇଟା। ହଁ ହାଏ ମୁଁ ତାକୁ ହାଇ କରିଦେଲି। ହଁ ଆଉ ତୁ ତ ପୁରା ଲାଇଭ୍ ଦେଖିଦେଲୁ ମହାଦୀପ ଲାଇଭ୍ ଦେଖିଦେଲୁ ଏଠି ଦିଲ୍ଲୀରେ ଥାଇକିରି। ତୁ କରିଦେଲୁ ପୂଜା? ହଁ କେ ମନ୍ଦିରରେ ପୂଜା କଲୁ? ଆଚ୍ଛା କେତେବେଳେ ଯାଇଥିଲୁ? ଟିକେ ଆଗଲା। ଏବେ ମହାଦୀପ ଉଠି ସାରିଛି। ଏବେ ପୁଷ୍ପାଞ୍ଜଳି ଦିଆହବ। ପୁଷ୍ପାଞ୍ଜଳି ଦିଆହବ। ସମସ୍ତେ ଏବେ ଭିତରକୁ ଯାଉଛନ୍ତି। ପୁଷ୍ପାଞ୍ଜଳି ଦିଆ ସରିଲେ ତାପରେ ସମସ୍ତେ ଘରକୁ ଯିବେ। ସମସ୍ତେ ଦୀପ ଜାଳିଲେ ବହୁତ ଭଲ ଭାବରେ ଦୀପ ଜାଳିଛନ୍ତି। ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ ହେଇଯିବ। ମତେ ଯେତିକି ଆଶା ଆଉ ସମସ୍ତେ ଏବେ ଭିତରେ ଅଛନ୍ତି। ଏବେ ଏଇଠି ନା ପୁଷ୍ପାଞ୍ଜଳି ଦିଆହବ। ଆରତି ହେବ ପ୍ରଥମେ। ଆରତି ହେଇସାରିଲା ପରେ ପୁଷ୍ପାଞ୍ଜଳି ହେବ। କାର୍ଯ୍ୟ ସିଦ୍ଧି ପାଇ ସର୍ବ ଶୁଭ ପାଇ କରିବୁ ରୁଦ୍ରାଭିଷେକ ହାରିବୁ ନାହିଁ କି ଡରିବୁ ନାହିଁ ରେ ଲଭିବୁ ସକଳ ସୁଖ ଗଳାରେ ବାବୁ ରୁଦ୍ରାକ୍ଷ ଗୋଟିଏ ପକେଇଥିବୁ ସେହି ହେବ ତୋର ଅଭୟ କବଚ ଜଗତ ଜିତା ତୁ ହେବୁ ରେ ଜଗତ ଜିତା ତୁ ହେବୁ ଦୁଃଖ ପଡ଼ିଥିଲେ ବାବୁ ଶିବ ମନ୍ଦିରକୁ ଯିବୁ ଦୁଃଖ ପଡ଼ିଥିଲେ ନନା ସରିଲା ନା? ଦେଖିଆ କଣ ହଉଛି। ହାଁ ଦେଖିଆ ନାଇଁ ଆଉ କଣ ପୂଜା ପୂଜି ହେବାର ଅଛି ନା? ମୁଁ ଟିକେ ବାହାରକୁ ଯାଇଥାନ୍ତି। ଆଚ୍ଛା ହଉ ଠିକ ଅଛି। ଏଠି ନନା ମାନେ ବନେଇଛନ୍ତି ଅରୁଆ ଭାତ ଡାଲମା। ସେଇ ଖାଇ ଦେଇକି ପଳେଇବୁ ରାତିରେ ଆଉ। ଫ୍ରେଣ୍ଡ ଏବେ ଆମେ ଅରୁଆ ଭାତ ଖାଇଦେଲୁ। ଅରୁଆ ଭାତ ଖାଇ ଦେଇକି ସମସ୍ତେ ଗାଡ଼ିରେ ଗଲେ। ଆଉ ମୁଁ ଏଇନା ଲାଷ୍ଟରେ ଥିଲି ଟିକେ ନନାଙ୍କ ସହିତ କଥା ହେଉଥିଲୁ। ନନାଙ୍କ ସହିତ କଥା ହେଇସାରିକିରି ସବୁ ଲୋକ ପଳେଇଛନ୍ତି। ଏବେ ପୁରା ମନ୍ଦିର ଖାଁ ଖାଁ ହେଇଯାଇଛି। ଯେତିକି ଭିଡ଼ ଥିଲା ଆଉ କେହି ନାହାନ୍ତି। ଏ ମନ୍ଦିର ଭିତରେ ପୁରା ଖାଲି ସେଇଠି ନନାମାନେ ଅଛନ୍ତି ଏଇ ଘରେ, ଆଉ କେହି ନାହାନ୍ତି। ତ ଫ୍ରେଣ୍ଡସ୍ ମୁଁ ଏବେ ଯାଉଛି ରୁମ୍କୁ। କାଲି ସକାଳୁ ପୁଣି ଆସିବି ମନ୍ଦିର ଦର୍ଶନ କରିବା ପାଇଁ। ମୁଁ ଏବେ ଯାଉଛି। ଗୁଡ୍ ନାଇଟ୍, ବାଏ ବାଏ।